ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ କବି, ଓଡ଼ିଆ ସାହିତ୍ୟିକ। ଅତିବଡ଼ି ଜଗନ୍ନାଥ ଦାସ ଜଣେ ଓଡ଼ିଆ ସାହିତ୍ୟିକ। ସେ ଓଡ଼ିଆ ସାହିତ୍ୟର ପଞ୍ଚସଖା ମଧ୍ୟରୁ ଜଣେ। ଓଡ଼ିଆ ସାହିତ୍ୟର ପଞ୍ଚସଖା ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋମନ୍ତ ଦାସ ଭିତରୁ ଜଣେ। ଏହି ପଞ୍ଚସଖା ଓଡ଼ିଶାରେ ଭକ୍ତିଧାରାରେ ଆବିର୍ଭାବ ଥିଲେ। ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ଶ୍ରୀ ଜଗନ୍ନାଥ ଦାସଙ୍କର ଭକ୍ତିର ଭାବରେ ପ୍ରତୀତ ହୋଇ ସମ୍ମାନରେ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ଡାକୁଥିଲେ। ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ଜଗନ୍ନାଥ ଦାସଙ୍କର ଜନ୍ମ 1490 କପିଳେଶ୍ୱର, ପୁରୀ, ଓଡ଼ିଶାରେ ହୋଇଥିଲା। ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ଜନ୍ମ ହୋଇଥିଲେ। 1490 ଖ୍ରୀଷ୍ଟାବ୍ଦରେ ଭାଦ୍ରବ ଶୁକ୍ଳ ପକ୍ଷ ଅଷ୍ଟମୀ ଅନୁରାଧା କ୍ଷେତ୍ର ବୁଧବାର ଦିନ ମଧ୍ୟାହ୍ନରେ ସମୟରେ କପିଳେଶ୍ୱର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ। ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି, ତାହା ଠିକ୍ ସେହି କ୍ଷଣି ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅବତାର ଅଂଶ ବୋଲି କହନ୍ତି। ପିତାଙ୍କର ନାମ ଭଗବାନ ଦାସ, ମାତା ପଦ୍ମାବତୀ। ଭଗବାନ ଦାସ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକରେ ଥିଲେ। ଜଗନ୍ନାଥ ଦାସଙ୍କର ବାଣୀ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଅର୍ଥାତ୍ ମରିଗଲା ପରେ ପ୍ରାଣୀର ଭଲ ମନ୍ଦ ଜାଣି ହୁଏ। ମର୍ତ୍ତ୍ୟମଣ୍ଡଳେ ଦେହ ଭୋଇ ଦେବତା ହେଲେ ବି ମରଇ। ଅର୍ଥାତ୍ ମର୍ତ୍ତ୍ୟମଣ୍ଡଳରେ ଯିଏ ବି ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ। ଉତ୍ତମ ସଙ୍ଗେ ଯାଇ ସେ କିରେ ଉତ୍ତମ ବିଚାର, ଯିଏ ଉତ୍ତମ ବିଚାର କରେ ହେଲେ ବି। ଗୋବିନ୍ଦ ନାମ ଭେଳା କରି ହେଲେ ତରିବ ଭବ ଭାରୀ। ଅର୍ଥାତ୍ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ମର୍ତ୍ତ୍ୟମଣ୍ଡଳେ ଦେହ ବୋହି ଦେବତା ହେଲେଇ ମରଇ। ଉତ୍ତମ ସଙ୍ଗେ ଯାଇ